ବହୁତ ଦିନ ପୂର୍ବେ ହରି ନାମକ ଜଣେ ଗରିବ ଚାଷୀ ଏକ ଛୋଟ ଗାଁରେ ରହୁଥିଲେ। ସେ ଏକ କ୍ଷେତରେ କାମ କରୁଥିଲେ। ତାଙ୍କର କୁଡ଼ିଆ ମାଟିରେ ତିଆରି ହୋଇଥିଲା ଏବଂ ଘର ବାହାରେ ଏକ ଗାଈ ବନ୍ଧା ହୋଇଥିଲା। ହରି ଗାଈକୁ ବହୁତ ଭଲ ପାଉଥିଲେ ଏବଂ ଯତ୍ନ ନେଉଥିଲେ। ହରି ପ୍ରତିଦିନ ତାଙ୍କ ଗାଈକୁ ସବୁଜ ଘାସ ଖାଇବାକୁ ଦେଉଥିଲେ ଏବଂ ସ୍ନେହରେ ଆଦର କରୁଥିଲେ। ଗୋଟିଏ ଦିନ ହରି ଗାଈ ତଳେ ଏକ ଚମକଦାର ସୁନା ମୁଦ୍ରା ପଡ଼ିଥିବା ଦେଖିଲେ। ହରିଙ୍କ ଆଖି ଖୋଲା ଥିଲା। ସେ ଆଶ୍ଚର୍ଯ୍ୟ ଏବଂ ଆନନ୍ଦରେ ଡେଇଁ ପଡ଼ିଲେ। ତାଙ୍କୁ ଲାଗିଲା ଯେପରି ପରମେଶ୍ୱର ତାଙ୍କ ଦାରିଦ୍ର୍ୟ ଦୂର କରିବା ଉପାୟ ପାଇଛନ୍ତି। ଧୀରେ ଧୀରେ ପ୍ରତିଦିନ ମୁଦ୍ରା ଆସିବା ଆରମ୍ଭ ହେଲା। ହରି ନୂଆ ପୋଷାକ ପିନ୍ଧିବା ଆରମ୍ଭ କଲା। ସେ ସୁନାର ପଗଡ଼ି ଏବଂ ରଙ୍ଗୀନ କୁର୍ତ୍ତା ପିନ୍ଧି ଗାଁରେ ବୁଲିବା ଆରମ୍ଭ କଲା। ସେ ଗାଁରେ ଏକ ଘର ତିଆରି କରିବା ଆରମ୍ଭ କଲା ଓ ସେ ରାତାରାତି ଧନୀ ହୋଇଗଲେ। ହରି ପାଖରେ ଏବେ ଧନ ଥିଲା, ସୁନା ମୁଦ୍ରାରେ ପୂର୍ଣ୍ଣ ଏକ ସିନ୍ଦୁକ। କିନ୍ତୁ ତଥାପି ସେ ସନ୍ତୁଷ୍ଟ ନଥିଲେ। ସେ ଲୋଭରେ ତାଙ୍କ ହାତରେ ଥିବା ମୁଦ୍ରାଗୁଡ଼ିକୁ ଦେଖୁଥିଲେ ଏବଂ ଭାବୁଥିଲେ, ଯଦି ମୁଁ ଏକାଥରକେ ସମସ୍ତ ଧନ ପାଇଯାଏ ତେବେ। ଲୋଭ ହରି ଆଖିକୁ ଅନ୍ଧ କରିଦେଲା। ଗୋଟିଏ ରାତିରେ ସେ ଗୁପ୍ତ ଭାବରେ ଗାଈ ପାଖକୁ ଗଲା, ହାତରେ ଲଣ୍ଠନ ଏବଂ ମନରେ ମନ୍ଦ ଉଦ୍ଦେଶ୍ୟ। ଗାଈ ଭୟ ଏବଂ ଦ୍ୱନ୍ଦ୍ୱରେ ତାଙ୍କୁ ଦେଖିବାକୁ ଲାଗିଲା। ହରି ତାଙ୍କର ମୂର୍ଖତା ଯୋଗୁଁ ଗାଈକୁ ହରାଇଲା। ଯେତେବେଳେ ସେ ଖୋଜାଖୋଜି କଲେ ସେ ମୁଦ୍ରା କିମ୍ବା ଧନ ପାଇଲେ ନାହିଁ। କେବଳ ଏକ ଭଙ୍ଗା ପାତ୍ର ଏବଂ କିଛି ମୁଦ୍ରା ରହିଲା। ହରିଙ୍କ ଆଖି ଅନୁତାପରେ ଲୁହରେ ପୂର୍ଣ୍ଣ ହୋଇଗଲା। କିଛି ସମୟ ମଧ୍ୟରେ ହରିଙ୍କ ଘର ମଧ୍ୟ ଭାଙ୍ଗିଗଲା।